ଯେତେବେଳେ ଖବର ପାଇଲି ଘର ପୋଡ଼ି ଯାଇଛି ବୋଲି ତହସିଲଦାର ବିଡିଓ କୁହାଯାଇଥିଲା, ବ୍ଲକ ପ୍ରଶାସନ ଜଣେ ଆସିଥିଲେ ଆଉ ତହସିଲଦାର ନିଜେ ଆସିଥିଲେ ତାର କ୍ଷୟକ୍ଷତି ଆକଳନ କରିଛନ୍ତି। ଆଉ ବାବାଜୀଙ୍କର ଯୋଉ ଜିନିଷ ଆସବାବପତ୍ର ନଷ୍ଟ ହେଇଛି, ଘର ବି ସମ୍ପୂର୍ଣ୍ଣ ଭାବରେ ପୋଡ଼ି ଯାଇଛି, ତାର ବି ମଧ୍ୟ ସେ ତାର ଯାହା କ୍ଷତିପୂରଣ ସରକାରଙ୍କ ଇଏ ତରଫରୁ ଦେଇ ହବ ସେଟା ଦିଆଯିବ। ଏବଂ ଆମେ ମଧ୍ୟ ଚେଷ୍ଟା କରିବୁ ଯେ ଅନ୍ତର୍ଦୟ ଗୃହ ଯୋଜନାରେ ଘର ଯଦି ଏଇଟା ନିୟମ ଅନୁସାରେ ହଉଥିବ ଘର ନିଶ୍ଚିତ ଗୋଟେ ଦିଆଯିବ। ଆଉ ସେଇଟା ବି ମୁଁ ମଧ୍ୟ ବର୍ତ୍ତମାନ ଆସିଲା ବେଳେ ବିଡିଓଙ୍କୁ କହିଛି, ସେ ଦେଖିବେ ଏଇଟା ଅନ୍ତର୍ଦୟ ଯୋଜନାରେ ଯଦି କରିହବ ତାହେଲେ ଦେଇଦେବେ। ଏବଂ ତହସିଲଦାର ମଧ୍ୟ ତାଙ୍କୁ ନିର୍ଦ୍ଦେଶ ଦିଆହେଇଛି ତାଙ୍କର ଟୋଟାଲ ଯୋଉ କ୍ଷତିପୂରଣ ବାବଦ ପଇସା ତାଙ୍କୁ ମିଳିବ।